नमस्कार दर्शक बंधु, आज जुलाई मास 19 तारीख रविवार। आसंतु जानिबा आजिर संपूर्ण खबर आउ देश दुनियार सबु बड़ खबर उपरे नजर पकाइबा। ता पूर्व चैनल रे नुआ आसीथिले चैनल को सब्सक्राइब करी रखंतु प्रतिदिन एमिति न्यूज वीडियो सर्वप्रथम देखिबा पाई। तबे आसंतु आजिर गुरुत्वपूर्ण खबर गुरिको उपरे नजर पकाइबा। आजिर प्रथम खबर अछि टोकन मिलिलानी बिक्री हलानी धान प्रशासन न सुनिबारु वकील संघर द्वारस्थ हला कृषक संगठन। बरगड़ जिल्ला रे गत जून मास 30 तारीख रवि धान संग्रह प्रक्रिया शेष हो जाइथिले मध्य हजार हजार चाषी धान बिक्री वंचित होइछन्ति। टोकन पाइबारु वंचित होबा कारणरु जिल्लार अनेक चाषी निजर अमर धन बिक्री करि पारि नांती, जा फଳରେ ସେମାନଙ୍କୁ ପରିବାର ଗୁଜରାଣ ମେଣ୍ଟାଇବା ସହ ଆଗାମୀ ଖରିଫ ଚାଷ କାର୍ଯ୍ୟ ଆଗକୁ ବଢାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଧାନ ବିକ୍ରି ପାଇଁ ଟୋକନ ଦାବି କରି ଚାଷୀମାନେ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ସରକାରୀ ପୋଲକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ନିରାଶ ହୋଇ ଶୁକ୍ରବାର ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ଜିଲ୍ଲା ଓକିଲ ସଂଘର ଦ୍ୱାରସ୍ଥ ହୋଇଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଆଇନଗତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର 168 ଟଙ୍କା ହେବ ପେଟ୍ରୋଲ ମୂଲ୍ୟ। ଏଥାନଲ ବିବାଦ ଉପରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ବଡ଼ ବୟାନ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଏଥାନଲ ମିଶ୍ରିତ ପେଟ୍ରୋଲ ଏହାକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କୌଣସି ନିର୍ଦ୍ଦିଷ୍ଟ ଇନ୍ଧନର ପ୍ରଚାର କରିବା ନୁହେଁ, ବରଂ ଭାରତକୁ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରୁ ନିର୍ଭରଶୀଳତା ମୁକ୍ତ କରିବା, ପ୍ରଦୂଷଣ କମାଇବା ଏବଂ କୃଷକମାନଙ୍କ ଆୟ ବୃଦ୍ଧି କରିବା ଅଟେ। ଏକ ସାକ୍ଷାତକାରରେ ଗଡକରୀ ଭବିଷ୍ୟତରେ ଶୁଦ୍ଧ ପେଟ୍ରୋଲର ମୂଲ୍ୟ କେତେ ହୋଇପାରେ ତାନେଇ ମଧ୍ୟ ସୂଚନା ଦେଇଛନ୍ତି। ନିତିନ ଗଡକରୀଙ୍କ କହିବା ଅନୁଯାୟୀ ଭବିଷ୍ୟତରେ ଯଦି ଗ୍ରାହକମାନଙ୍କୁ ଅଲଗା ଅଲଗା ବିକଳ୍ପ ଦିଆଯାଏ ତେବେ 100% ଶୁଦ୍ଧ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର ପ୍ରାୟ 168 ଟଙ୍କା ହୋଇପାରେ। ଅନ୍ୟପଟେ ଏଥାନଲ ମିଶ୍ରିତ ପେଟ୍ରୋଲର ମୂଲ୍ୟ ଏହାଠାରୁ ବହୁତ କମ୍ ରହିବ। ସେ ସୂଚନା ଦେଇଛନ୍ତି ଯେ ସରକାର ପ୍ରତି ଲିଟର ଏଥାନଲକୁ ପ୍ରାୟ 54 ରୁ 66 ଟଙ୍କା ଦରରେ କିଣୁଛନ୍ତି। ସୋସିଆଲ ମିଡିଆରେ E20 ପେଟ୍ରୋଲ ବ୍ୟବହାର ଦ୍ୱାରା ଗାଡିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ଗଡକରୀ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ମୁଖ୍ୟମନ୍ତ୍ରୀ କଲେ ନିନ୍ଦା। ପାଣି ପାଇଁ ମହାଭାରତ। ମହିଳାଙ୍କୁ ବିଚ୍ ରାସ୍ତାକୁ ଟାଣି ଆଣିଲେ, ତାଙ୍କୁ ପ୍ରବଳ ମାର ମାରିଲେ, ତାପରେ ତାଙ୍କ ଦେହରୁ ଲୁଗା ଫେରାଇଦେଲେ। ଏଭଳି ହୃଦୟ ବିଦାରକ ଘଟଣା ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଘଟିଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଘଟଣାକୁ ନିନ୍ଦା କରିଛନ୍ତି। ଗୁଣ୍ଟୁର ଜିଲ୍ଲା ନାଗରମପାଳେମ ଥାନା ଅଞ୍ଚଳରେ ପୋରେଲ ମୋଟର ବ୍ୟବହାରକୁ ନେଇ ଦୀର୍ଘଦିନ ଧରି ଦୁଇ ପଡୋଶୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଶନିବାର ଏହି ବିବାଦ ହିଂସାତ୍ମକ ରୂପ ନେଇଥିଲା। ବଚସ ସମୟରେ ଗୋଟିଏ ପକ୍ଷର ଲୋକମାନେ ଅନ୍ୟ ପକ୍ଷର ଜଣେ ମହିଳାଙ୍କୁ ଟାର୍ଗେଟ କରିଥିଲେ। ଅଭିଯୋଗ ଅନୁସାରେ ମହିଳାଙ୍କୁ ରାସ୍ତାକୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ। ବିଚ୍ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ମହିଳାଙ୍କ ଦେହରୁ ଲୁଗା କରିଦେଇଥିଲେ। କହିବାକୁ ଗଲେ ମହିଳାଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରିଦେଇଥିଲେ। ସମସ୍ତଙ୍କ ସାମ୍ନାରେ ପୁରା ଘଟଣା ଘଟୁଥିଲା, ହେଲେ ଜଣେ କେହି ପ୍ରତିବାଦ କରିନଥିଲେ, ବରଂ ସମସ୍ତେ ନିରବ ଦ୍ରଷ୍ଟା ସାଜିଥିଲେ। କେତେକ ଲୋକ ଏହାର ଭିଡିଓ ରେକର୍ଡ କରିଥିଲେ। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ସୋସିଆଲ ମିଡିଆରେ ଛାଡି ଦେଇଥିଲେ, ଯାହା ଭାଇରାଲ ହୋଇଯାଇଛି। ସେହି ଭିଡିଓ ମୋବାଇଲ ଘୁରି ବୁଲିଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର ରଥଯାତ୍ରା ସମୟରେ ହୋଟେଲ ଭଡ଼ା 4 ଗୁଣା ବୃଦ୍ଧି। ଫୁଟପାଥ ବେଳାଭୂମିରେ ରାତି ବିତାଇଲେ ଶ୍ରଦ୍ଧାଳୁ। ପୁଣି ଥରେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଏକ ବିଶାଳ ସମାଗମ ହୋଇଥିଲା। ଦେଶ ବିଦେଶରୁ ଆସୁଥିବା ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଅନୁଭବ କରୁଥିବା ବେଳେ ଉପଯୁକ୍ତ ରହଣି ଏବଂ ପରିବହନ ସୁବିଧାର ଅଭାବ ନିମ୍ନ ଏବଂ ମଧ୍ୟମ ଆୟ ପୃଷ୍ଠଭୂମିର ତୀର୍ଥଯାତ୍ରୀମାନଙ୍କ ଅସୁବିଧାକୁ ଆହୁରି ବଢାଇ ଦେଇଛି। ଅନେକ ଭକ୍ତ ହୋଟେଲ ପରିଚାଳନାକାରୀମାନେ ଅତ୍ୟଧିକ ମନମୁଖୀ ଦର ଆଦାୟ କରିଥିବା ଅଭିଯୋଗ କରିଛନ୍ତି। ତୀର୍ଥଯାତ୍ରୀମାନେ ରିପୋର୍ଟ କରିଛନ୍ତି ଯେ ରଥଯାତ୍ରା ସମୟରେ ଅନେକ ହୋଟେଲ ସେମାନଙ୍କର ଶୁଳ୍କ ସାଧାରଣ ଦରଠାରୁ 3 କିମ୍ବା 4 ଗୁଣ ବୃଦ୍ଧି କରିଛନ୍ତି। ଅଧିକାଂଶ ହୋଟେଲ ସର୍ବନିମ୍ନ 3 ଦରର ଦିନର ବୁକିଂ ମଧ୍ୟ ବାଧ୍ୟତାମୂଳକ କରିଛନ୍ତି। ଛୋଟ ହୋଟେଲଗୁଡ଼ିକ ମଧ୍ୟ 18,000 ରୁ 30,000, 40,000 ପର୍ଯ୍ୟନ୍ତ ଭଡ଼ା ଦାବି କରୁଛନ୍ତି। ଫଳସ୍ୱରୂପ ବଜେଟ୍ ସୀମିତ ତୀର୍ଥଯାତ୍ରୀମାନେ ହୋଟେଲ ରୁମ୍ ନେଇପାରୁନାହାନ୍ତି ଏବଂ ଗ୍ରାଣ୍ଡ ରୋଡ୍ ପାର୍ଶ୍ୱରେ ଏବଂ ବେଳାଭୂମିରେ ଫୁଟପାଥରେ ରାତି ବିତାଇବାକୁ ବାଧ୍ୟ ହେଉଛନ୍ତି। ପରବର୍ତ୍ତୀ ଖବର ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ଚିକିତ୍ସା, କହିଲେ ମନ୍ତ୍ରୀ। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ସ୍ୱାସ୍ଥ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ପୂର୍ବରୁ ଚଳିତ ବଜେଟ୍ରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର ଆରୋଗ୍ୟ ଯୋଜନା ସାମିଲ ହୋଇଛି। ବର୍ତ୍ତମାନ 121ଟି ପ୍ୟାକେଜକୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ସାମିଲ କରାଯାଇଛି। ଏହା ଭିତରେ କ୍ୟାନ୍ସର ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। କ୍ୟାନ୍ସର
କ୍ୟାନ୍ସର ଚିକିତ୍ସା ବାବଦ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ କରାଯିବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର ଘୋଷଯାତ୍ରାରେ ବିରଳ ଦୃଶ୍ୟ ସମୁଦ୍ର ପାଣିକୁ ଦୁଇ ଭାଗ କଲେ ଷଣ୍ଢ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ପବିତ୍ର ସମୁଦ୍ରରେ ସ୍ନାନ କରି ପୁଣ୍ୟ ଲାଭ କରିଛନ୍ତି। ଭକ୍ତମାନଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ, ଅଗ୍ନିଶମ ଏବଂ ଜୀବନ ରକ୍ଷକ ଦଳକୁ ନିୟୋଜିତ କରାଯାଇଛି। ଏହି ମଧ୍ୟରେ ଶନିବାର ପୂର୍ବାହ୍ନରେ ସ୍ୱର୍ଗଦ୍ୱାର ବେଳାଭୂମିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁଇଟି ଷଣ୍ଢ ସମୁଦ୍ର ପାଣି ମଧ୍ୟରେ ପରସ୍ପର ସହ ଲଢେଇ କରୁଥିବା ଦେଖି ଉପସ୍ଥିତ ଭକ୍ତ ଏବଂ ପର୍ଯ୍ୟଟକମାନେ କିଛି ସମୟ ପାଇଁ ଅଟକି ଯାଇଥିଲେ। ସମୁଦ୍ରର ଉଚ୍ଚ ଲହରୀକୁ ଖାତିର ନ କରି ଉଭୟ ଷଣ୍ଢ ଲଢେଇ ଜାରି ରଖିଥିଲେ। ଘଟଣା ଦେଖି ବେଳାଭୂମିରେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ କୌତୂହଳ ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ କୌଣସି ଭକ୍ତ କିମ୍ବା ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ମିଳିନାହିଁ। ପରବର୍ତ୍ତୀ ଖବର ପଶ୍ଚିମବଙ୍ଗରେ ବୁଲଡୋଜର ଗର୍ଜନ ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଫିସକୁ ଧୂଳିସାତ କଲା ପ୍ରଶାସନ। ଗରମ ହେଲା ରାଜନୀତି। ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ବୁଲଡୋଜର ଆକ୍ସନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବନଜା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଉପରେ ପ୍ରଶାସନ ବୁଲଡୋଜର ଚଳାଇଛି। ଅମତଲା ବାଇରୁପୁର ରୋଡରେ ଅବସ୍ଥିତ ଏହି କାର୍ଯ୍ୟାଳୟକୁ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ନିର୍ମିତ ବୋଲି ଦର୍ଶାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସକାଳୁ ସକାଳୁ ପ୍ରଶାସନିକ ଟିମ୍ ବୁଲଡୋଜର ସହ ଘଟଣାସ୍ଥଳରେ ପହଞ୍ଚି ଏହି 5 ମହଲା ବିଶିଷ୍ଟ ବିଲ୍ଡିଂ ଉପରେ ବେଆଇନ ଅଂଶକୁ ଭାଙ୍ଗି ଦେଇଛି। ସୂଚନା ଅନୁଯାୟୀ ଦକ୍ଷିଣ 24 ପ୍ରାଗଣରେ ଥିବା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ଏହି ଅଫିସ ଉପରେ ପୂର୍ବରୁ ପ୍ରଶାସନ ପକ୍ଷରୁ ଏକ ନୋଟିସ ଲଗାଯାଇଥିଲା। ଏହି ଅଫିସ ବିଲ୍ଡିଂଟି କୌଣସି ସରକାରୀ ମଞ୍ଜୁରୀ ବା ବୈଧ ଅନୁମତି ବିନା ନିର୍ମାଣ କରାଯାଇଥିଲା ବୋଲି କୁହାଯାଇଛି। ପରବର୍ତ୍ତୀ ଖବର ରିଟାୟାରମେଣ୍ଟ ପରେ ମଧ୍ୟ ଆପଣଙ୍କୁ ପିଏଫ୍ ଉପରେ ମିଳିବ ସୁଧ। ଜାଣନ୍ତୁ କଣ ରହିଛି ପୁରା ତଥ୍ୟ। ଯଦି ଆପଣ ଅବସର ନେଇଛନ୍ତି ଏବଂ ଏପର୍ଯ୍ୟନ୍ତ ଆପଣଙ୍କର ଇପିଏଫ୍ ପାଣ୍ଠି ଉଠାଇ ନାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଅଛି। ଅବସର ପରେ ମଧ୍ୟ ଆପଣ ଆପଣଙ୍କର ଇପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ପାଣ୍ଠି ଉପରେ ସୁଧ ପାଇପାରିବେ। ଇପିଏଫ୍ ଯୋଜନା 2026 ଅନୁଯାୟୀ ସୁଧ ସଂଗ୍ରହ ଅବଧି ଆପଣ ଚାକିରି ଛାଡ଼ିଥିବା କିମ୍ବା ଅବସର ନେଇଥିବା ବୟସ ଉପରେ ନିର୍ଭର କରେ। 55 ବର୍ଷ ପୂର୍ବରୁ ଅବସର ନେଉଥିବା କର୍ମଚାରୀ ଏବଂ 55 ବର୍ଷ କିମ୍ବା ତାପରେ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ଭିନ୍ନ ନିୟମ ରହିଛି। ଯଦି ଆପଣ 55 ବର୍ଷ ପୂର୍ବରୁ ଅବସର ନିଅନ୍ତି, ତେବେ ଆପଣଙ୍କୁ କେତେ ସମୟ ପର୍ଯ୍ୟନ୍ତ ସୁଧ ମିଳିବ? ନୂତନ ଇପିଏଫ୍ ନିୟମ ଅନୁଯାୟୀ ଯଦି କୌଣସି କର୍ମଚାରୀ 55 ବର୍ଷ ବୟସ ପୂର୍ବରୁ ଚାକିରି ଛାଡ଼ି ଦିଅନ୍ତି କିମ୍ବା ଅବସର ନିଅନ୍ତି, ତେବେ ତାଙ୍କ ଇପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ରାଶି 58 ବର୍ଷ ବୟସ ପର୍ଯ୍ୟନ୍ତ ସୁଧ ପାଇବ। ଏଥିପାଇଁ କର୍ମଚାରୀଙ୍କୁ ଇପିଏଫ୍ରେ ତାଙ୍କର ପିଏଫ୍ ବାଲାନ୍ସ ରଖିବାକୁ ପଡ଼ିବ। ଉଦାହରଣ ସ୍ୱରୂପ ଯଦି ଜଣେ କର୍ମଚାରୀ 52 ବର୍ଷ ବୟସରେ ଅବସର ନିଅନ୍ତି ଏବଂ ତାଙ୍କର ପିଏଫ୍ ଉଠାନ୍ତି ନାହିଁ, ତେବେ ସେ 58 ବର୍ଷ ବୟସ ପର୍ଯ୍ୟନ୍ତ ଇପିଏଫ୍ ଦ୍ୱାରା ଘୋଷିତ ସୁଧହାର ପାଇପାରିବେ। ପରବର୍ତ୍ତୀ ଖବର ଆଧାରଧାରୀଙ୍କ ପାଇଁ ଲାଗିଲା ଲଟେରୀ। ଡିସେମ୍ବର 31 ସୁଦ୍ଧା ମାଗଣାରେ ସାରି ଦିଅନ୍ତୁ ଏହି କାମ, ନଚେତ ଖାଲିରେ ଭରିବେ ଏତିକି ଟଙ୍କା। ଆଧାର କାର୍ଡକୁ ନେଇ ଆସିଛି ବଡ଼ ଖବର। ଯଦି ଏ ପର୍ଯ୍ୟନ୍ତ ଏହି କାମ ସାରି ନାହାନ୍ତି, ତାହେଲେ ତୁରନ୍ତ ସାରି ଦିଅନ୍ତୁ, ନଚେତ ସାମାନ୍ୟ କାମ ପାଇଁ ଦବାକୁ ପଡ଼ିବ ଏତିକି ଟଙ୍କା। ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କ ଆଧାର କାର୍ଡରେ ଇମେଲ ଆଇଡି ଅପଡେଟ୍ କରିନାହାନ୍ତି କିମ୍ବା ଆପଣଙ୍କର ପୁରୁଣା ଇମେଲ ଠିକଣା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଏହା ଏକ ଉତ୍ତମ ସୁଯୋଗ। ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଆଧାର କାର୍ଡ ଧାରକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛି। ସରକାରୀ ଆଧାର ଆପ୍ ମାଧ୍ୟମରେ ଇମେଲ ଠିକଣା ଅପଡେଟ୍ କିମ୍ବା ଯୋଡ଼ିବା ପାଇଁ 75 ଟଙ୍କା ଶୁଳ୍କକୁ ଜୁଲାଇ 1ରୁ ଡିସେମ୍ବର 31, 2026 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ତାର ଅର୍ଥ ହେଉଛି ଆପଣ ଏବେ ଘରେ ବସି ଆପଣଙ୍କ ସ୍ମାର୍ଟଫୋନରୁ ଏହି କାମ ସମ୍ପୂର୍ଣ୍ଣ ମାଗଣାରେ କରିପାରିବେ। ମନେ ରଖନ୍ତୁ ଯେ ଏହି ଛାଡ଼ କେବଳ ଡିସେମ୍ବର 31, 2026 ପର୍ଯ୍ୟନ୍ତ ବୈଧ ରହିବ। ପରବର୍ତ୍ତୀ ଖବର ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି। ରବିବାର ସୁଦ୍ଧା ନଦୀରୁ ପାଣି କମିଯିବ। ରାଜ୍ୟରେ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। ରବିବାର ସକାଳ ସୁଦ୍ଧା ପାଣି କମିଯିବ। ଏନେଇ ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ଶୁକ୍ରବାର ଓ ତା ପୂର୍ବ ଦିନ ବର୍ଷା ପାଇଁ ଜଳବନ୍ଦୀ ପରିସ୍ଥିତି ହୋଇଥିଲା। ସାପରୁ ପାଣି କମିଲାଣି। ରବିବାର ସକାଳ ସୁଦ୍ଧା ପାଣି ପୁରା କମିଯିବ। ମାଟିବନ୍ଧ ଖସିଛି, ଯାହାର ସୋମବାର ସୁଦ୍ଧା ମରାମତି କାମ ହେବ। କୌଣସି ନଦୀରେ ବନ୍ୟା ଆସିବନି ବୋଲି ସେ କହିଛନ୍ତି। ହୀରାକୁଦରେ 610 ଫୁଟରେ ପାଣି ରହିଛି। ଏହା ଧୀରେ ଧୀରେ ବଢୁଛି। ରବିବାର 614 ଫୁଟକୁ ଯିବା ପରେ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯିବ। ସରନ୍ଦିରେ ଗୋଟିଏ ଗେଟ୍ ଖୋଲା ଅଛି। ଶନିବାର ସନ୍ଧ୍ୟା ସୁଦ୍ଧା ମନ୍ଦରୀରେ 2.5 ଲକ୍ଷ କ୍ୟୁସେକ ପାଣି ଆସିବ, ଯାହା ବିପଦ ନୁହେଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟାହିଆ ବିବାଦରେ ମୁହଁ ଖୋଲିଲେ ବାରଗ୍ରାହୀ। ଭାବର ଠାକୁର କାଳିଆ ସାଆନ୍ତ, ତାଙ୍କ ନିଷ୍ପତ୍ତିରେ ଚାଲେ ସାରା ଦୁନିଆ। ହେଲେ ଇଏ କଣ ହେଲା? କୋଟି ଓଡ଼ିଆଙ୍କ ମୌରମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡିରେ ଆସିବା ବେଳେ କାହିଁକି ପିନ୍ଧିଲେ ନାହିଁ
टाहिया केमिति बिना टाहियारे महाप्रभु रथारू रहले याकु नै नाना कल्पना जल्पना लागि रहिथिला। गत 2 दिन होला महाप्रभुको एई बेशकु नै आलोचना और पर्यालोचना चलिथिला। आज एहा उपर लागितिबा चर्चारे ब्रेक लागिछि। महाप्रभुको बारकराई टाहिया विवादरे मुह परिछन्ति। परमात्मको से कहिछन्ति सोलरे तयारी टाहिया पर्वत परि ओजनिया होई जाइथिला। एहाको दैतापाती माने उठाइबारे सक्षम होई नथिले। दीर्घ 45 मिनिट धरि जगन्नाथ नहलिबारु टाहिया खोला जाइथिला बोली महाप्रभुको बारकराई कहिथिले। प्रकृतिरे कोन महाप्रभुको टाहिया ओजनिया होई गला ना आउ कोनोसी भितरी कथा रहिछि जा वर्तमान सार्वजनिक करिबाकू चाहुनाती बारकराई याकु नै नाना प्रश्नवाची सृष्टि होइछि। परवर्ती खबर राज्य रे आउरी 24 घंटा जारी रहिबो वर्षा। पुरी रे जलबंदी परिस्थिति गत 24 घंटा रे 72 मिलीमीटर वर्षा। राज्य रे वर्षार प्रकोप लागि रहिछि। काली रातिर विभिन्न स्थान रे लागि रहितिबा वर्षा जगु जनजीवन अस्तव्यस्त होई परिछि। विशेष करी ट्विन सिटी समत पुरी रे वर्षा प्रभाव सबुठारु अधिक देखिबाकू मिलिछि। सारा रातिर वर्षा जगु पुरी रे अनेक स्थान रे पानी जमी रहि जलबंदी स्थिति उपजिछि। पानीपाग विभागर तथ्य अनुसार गत 24 घंटा मध्य पुरी रे 72 मिलीमीटर वर्षा रेकर्ड करा जायछि। उत्तर ओडिशा संलग्न झारखंड और पश्चिम बंग उपरे सृष्टि होइतुवा लघुचाप वर्तमान उत्तर पश्चिम दिगकू गति करुछि। आंचलिक पानीपाग केन्द्रर आकलन अनुसार आसंता 24 घंटा मध्य लघुचाप दुर्बल होइजिबो। तबे एहर प्रभाव रे आसंता 24 घंटा पर्यंत राज्यर किछि निर्दिष्ट स्थान रे प्रबलरु अति प्रबल वर्षा हेबार संभावना रहिछि। तबे 19 जिल्ला जथा आज थारु वर्षार परिमाण कमिबो बोली पूर्वानुमान करा जायछि। परवर्ती खबर अलंकार प्रेमीको पई भल खबर पुणी कमिला सुना और रूपा दर। अमेरिका और ईरान मध्य चलिथिबा युद्धरे ब्रेक लागुनी जोथिपाई पेट्रोल और डीजेल दर वृद्धि पाइबार लागिछि। हेले सुना प्रेमीको पई बजाररु आसिछि भल खबर। आज पुणी थरे कमिछि सुना और रूपा दर। चलित सप्ताह रे लगातार सुना और रूपा दर ह्रास पाइबार लागिछि। मिलिथिबा सूचना अनुसार सुना दर 2200 टंकारु अधिक और रूपा दर 4900 टंकारु अधिक कमि जाइछि। इंडिया बुलियन ज्वेलर्स एसोसिएशन दर तथ्य अनुसार 24 कैरेट सुनार दर एई सप्ताह रे 2209 टंका कमी प्रति 10 ग्राम को 1,41,169 टंका रे पहुंची। यह पूर्व प्रति 10 ग्राम को 143,368 टंका रही। सेहीपरि 22 कैरेट सुनार दर कमी प्रति 10 ग्राम को 1,29,302 टंका होइछि। जहा पूर्व 1,31,325 टंका रहिथिला बोली सूचना मिलिछि। 18 कैरेट सुनार दर मध्य ह्रास पाई प्रति 10 ग्राम को 1,05,869 टंका होइछि। जहा पूर्व 1,07,526 टंका रहिथिला। परवर्ती खबर सुभद्रा योजना को नहीं आसिला बड़ अपडेट। जोरी हेले नुआ हिताधिकारी पटिला एमानक नाम एही दिन खाता को आसिब टंका। राज्य सरकार को फ्लैगशिप स्कीम सुभद्रा योजना रे चतुर्थ किस्ती टंका हिताधिकारी खाता को आसी सारिछि। 13टी किस्ती रे मोट 20,000 टंका पाई सारिछन्ति 1 कोटी रु अधिक हिताधिकारी। एबे पंचम किस्ती को अपेक्षा करिछन्ति महिला। यारी भितरे राज्य सरकार को गुरुत्वपूर्ण एवं सबुठारु लोकप्रिय सुभद्रा योजना को नहीं एक बड़ अपडेट सामना को आछि। एही योजना रे शामिल होबा पई आउ 3,17,966 जन नुआ आवेदनकारी पंजीकरण करिछन्ति। नुआ आवेदनकारी स्थिति एवं योजनार प्रगति संपर्क में समीक्षा करबा परे ओडिशार उपमुख्यमंत्री प्रभाती परिडा गुरुत्वपूर्ण सूचना दैछन्ति। उपमुख्यमंत्री सूचना अनुसार आवेदन प्रक्रिया को अधिक स्वच्छ और त्रुटिशून्य करबा पई प्रशासन पक्षरु समस्त पदक्षेप निया जाउछि। या सहित नुआ आवेदनकारी योग्यता जांच पई आसंता जुलाई 25 तारिख सुधा समस्तंकर फील्ड इंक्वायरी शेष करबाकू निर्देश दियाଯାଇଛି। पर पुनः समीक्षा परे किछि अधिकारी पुणी थरे सुभद्रा योजना रे शामिल करा जायतिला। अति सहजरे बुझिबाकू गले आसंता अगस्त 28 तारिख रे पुणी 5,000 टंका लेखाई पाइबे सुभद्रा। समस्त योग्य हिताधिकारी खाता को जीवो 5,000 टंका। परवर्ती खबर पीएम किसान योजना को नहीं आसिला बड़ अपडेट। खाता को केबे आसिबो पीएम किसान रो 24तम किस्ती क्यों माने पाइबे आउ क्यों माने पाइबेनी। प्रधानमंत्री किसान सम्मान निधि योजना रे शामिल थिबा चाषींको पई बड़ अपडेट। प्रधानमंत्री किसान सम्मान निधि योजना रे देश रे कोटी कोटी चाषी अकाउंट को सीधा सड़क आसुची आर्थिक सहायता राशि। पीएम किसान रो 24तम किस्ती दीपावली पूर्व किंबा दीपावली रे मिलिबा नै आशा करा जाउछि। अक्टोबर रो प्रथम सप्ताह रे पीएम किसान रो 24तम किस्ती चाषी खाता को आसी पारे। तन्ने विभिन्न गणमाध्यम रे खबर प्रकाश पाइछि। देशर कोटी कोटी चाषी को पीएम किसान योजना रो 23तम किस्ती मिलि सारिछि। जून 20 तारिख रे आसीथिला पीएम किसान रो 23तम किस्ती टंका। कोटी कोटी चाषी खाता सीधा सड़क जाइथिला टंका। देशर चाषी को अक्टोबर मासरे ही टंका पठाई पारंती केंद्रर नरेंद्र मोदी सरकार। कोटी कोटी चाषी खाता 2,000 टंका लेखाएं पठाइबे सरकार। आज शेष खबर पीएम किसान योजना 2.0 निर्माण
ଅନୁମାନ କରନ୍ତୁ ଆପଣଙ୍କର ପ୍ରଥମ ଘର ଆକାଉଣ୍ଟକୁ 1,80,000 ଟଙ୍କା ପଠାଇବେ ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବସିଡି ଏକ ସରକାରୀ ପଦକ୍ଷେପ ଯାହା ଗୃହ ଋଣ ସୁଧ ହାରରେ ଯଥେଷ୍ଟ ରିହାତି ପ୍ରଦାନ କରି ବ୍ୟକ୍ତିବିଶେଷକୁ ଘର ମାଲିକର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଯୋଜନା PMAY ସହରୀ 2.0 ଅଧୀନରେ ପ୍ରଥମ ଥର ପାଇଁ ଘର କ୍ରେତା କିମ୍ବା ବିଲ୍ଡରମାନଙ୍କ ପାଇଁ ମାସିକ EMI ବୋଝକୁ କମ୍ କରି 1,80,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରେ। ଆୟବର୍ଗ ଉପରେ ଆଧାର କରି ସବସିଡି ବଣ୍ଟନ ନିର୍ଣ୍ଣୟ କରିବା ପାଇଁ ସରକାର ହିତାଧିକାରୀମାନଙ୍କୁ ସେମାନଙ୍କ ବାର୍ଷିକ ପାରିବାରିକ ଆୟ ଅନୁସାରେ 3ଟି ଗୋଷ୍ଠୀରେ ବର୍ଗୀକୃତ କରନ୍ତି। ସୁଧ ସବସିଡି ସେହି ଅନୁସାରେ ଗଣନା କରାଯାଇ ଅଂଶଗ୍ରହଣକାରୀମାନେ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାରିବେ ଯାହାର ସମ୍ପତ୍ତି ମୂଲ୍ୟ 35 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିଛି। 1,80,000 ଟଙ୍କାର ସବସିଡି ରାଶି 5ଟି ସମାନ ବାର୍ଷିକ କିସ୍ତିରେ ପ୍ରଦାନ କରାଯାଏ ଯାହା ମୂଳଧନକୁ ପ୍ରତିବର୍ଷ 36,000 ଟଙ୍କା ହ୍ରାସ କରେ। ସବସିଡି ପାଇଁ ଯୋଗ୍ୟତା ପାଇଁ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନିର୍ଦ୍ଦିଷ୍ଟ ସପ୍ତାବଳୀ ପାଳନ କରିବାକୁ ପଡ଼ିବ ଯାହାଦ୍ୱାରା ନିଶ୍ଚିତ କରାଯାଇପାରିବ ଯେ ସହାୟତା ପ୍ରକୃତ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ପହଞ୍ଚିବ। ପ୍ରମୁଖ ସର୍ତ୍ତଗୁଡ଼ିକ ମଧ୍ୟରେ ପକ୍କା ଘର ନ ରଖିବା, ପୂର୍ବ ଆବାସ ଯୋଜନାରୁ ଉପକୃତ ନ ହେବା ଏବଂ ସମ୍ପତ୍ତିର ମହିଳାମାନଙ୍କର ମାଲିକାନା ଅଧିକାର ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ ଅଟେ ବୋଲି କୁହାଯାଇଛି।